ଗୋଟିଏ ସୁନ୍ଦର ଜଙ୍ଗଲରେ ଗୋଟିଏ ଛୋଟ ପିମ୍ପୁଡ଼ିଟିଏ ତାର ପରିବାର ସହିତ ଆରାମରେ ଜୀବନ ଯାପନ କରୁଥାଏ। ସେହି ପିମ୍ପୁଡ଼ି ଛୋଟରୁ ହିଁ ବୁଦ୍ଧିମାନ ଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସେ ଆଗରେ ଥାଏ। ଏବଂ ଯେମିତି ଯେମିତି ସେ ବଡ଼ ହେବାକୁ ଲାଗିଲା, ତାର ମନରେ ଈର୍ଷା ଭାବ ସୃଷ୍ଟି ହେବାକୁ ଲାଗିଲା। ଯେତେବେଳେ ସେ ମୟୂରର ନାଚିବା ଦେଖେ, ସେ କହେ, ଦେଖ ତାର ସୁନ୍ଦରତାକୁ, ସଭିଏ ତାକୁ ଦେଖନ୍ତି, ମୋତେ କାହିଁକି ଅଣଦେଖା କରନ୍ତି। ପ୍ରଜାପତିର ଉଡ଼ିବା ଦେଖି କହେ, ଯଦି ମୁଁ ବି ସେମିତି ଉଡ଼ି ପାରନ୍ତି, ମୋତେ ତ ସଦାବେଳେ ମାଟିରେ ଚାଲିବାକୁ ପଡ଼ିଥାଏ। ଏହା ତ ଠିକ୍ ଥିଲା, କିନ୍ତୁ ସେ ଗୁଣ୍ଡୁଚି ମୂଷାକୁ ଦେଖି ମଧ୍ୟ ଈର୍ଷା କରିବାରେ ଲାଗିଲା, ଯିଏକି ଆଖି ପତା ଟିକିଏ ବନ୍ଦ ହେବା ମାତ୍ରକେ ଏ ଡାଲରୁ ସେ ଡାଲକୁ ଡିଆଁ ମାରେ। ଧୀରେ ଧୀରେ ସେ ପିମ୍ପୁଡ଼ି ଧ୍ୟାନ ନିଜ କାର୍ଯ୍ୟରେ ନ ଲାଗି ଲୋକଙ୍କୁ ଈର୍ଷା କରିବାରେ ଲଗାଇଲା। ଯେଉଁଠାରେ ସେ ପ୍ରଥମେ ଖାଦ୍ୟ ଏକାଠି କରୁଥାଏ, ଏବେ ସେ ପଛରେ ପଡ଼ିଯାଉଥାଏ। ତାର ସାଙ୍ଗମାନେ ତାକୁ କହନ୍ତି, ତୁ ଏତେ ଦୁଃଖରେ କାହିଁକି ଅଛୁ? କିନ୍ତୁ ସେ ପିମ୍ପୁଡ଼ି ଖାଲି ହସି ଦେଇ ଚୁପ୍ ରହିଯାଏ। ଗୋଟିଏ ଦିନ ଜଙ୍ଗଲରେ ଝଡ଼ ତୋଫାନ ସହିତ ପ୍ରବଳ ବର୍ଷା ହେବାକୁ ଲାଗିଲା। ଗଛ ଭାଙ୍ଗିଗଲା, ସବୁଆଡ଼େ ପାଣି ବହିଗଲା, ଜଙ୍ଗଲ ନଷ୍ଟ ହୋଇଗଲା ଏବଂ ବହୁତ ପଶୁପକ୍ଷୀର ଘର ଭାଙ୍ଗିଗଲା। ପ୍ରଜାପତିର ପର ପାଣିରେ ଭିଜି ଯାଇଥାଏ, ସେ ଉଡ଼ି ପାରୁନଥାଏ। ଗୁଣ୍ଡୁଚି ମୂଷାର ଘର ଭାଙ୍ଗି ଯାଇଥାଏ ଏବଂ ସେ ଗଛ ତଳେ ବସି କାନ୍ଦୁଥାଏ। ମୟୂରର ପର ମଧ୍ୟ ପାଣି ଲାଗି ତଳେ ପଡ଼ୁଥାଏ, ସେ ତାର ପରକୁ ପସାରି ପାରୁନଥାଏ। ଜଙ୍ଗଲରେ ଚାରିଆଡ଼େ ହାହାକାର ଛାଇଗଲା, କିନ୍ତୁ ପିମ୍ପୁଡ଼ିଙ୍କ ଘର ପୁରା ଭାବରେ ସୁରକ୍ଷିତ ଥିଲା। ସେମାନେ ଗଭୀର ଗାତ ଖୋଳି ନିଜ ଘରକୁ ମଜବୁତ ବନାଇଥିଲେ। ସେ ପିମ୍ପୁଡ଼ି ଯେବେ ଏହି ଦୃଶ୍ୟ ଦେଖିଲା, ତାର ମନ ଭାଙ୍ଗିଗଲା। ସେ ଭାବିବାକୁ ଲାଗିଲା, ମୁଁ ଯାହା ଉପରେ ଈର୍ଷା କରୁଥାଏ, ସେମାନେ ଏବେ ବହୁତ କଷ୍ଟରେ ଅଛନ୍ତି। କ'ଣ ମୁଁ କିଛି କରିପାରିବି ନାହିଁ? ଏବଂ ସେ ଗୋଟିଏ ନିର୍ଣ୍ଣୟ ନେଲା। ପିମ୍ପୁଡ଼ିଟି ତାର କଲୋନୀର ସବୁ ପିମ୍ପୁଡ଼ିକୁ ଡାକି କହିଲେ, ଆମେ ଅନ୍ୟକୁ ସାହାଯ୍ୟ କରିବା ଉଚିତ। ଯଦି ଆମେ ମିଶିକି ପ୍ରୟାସ କରିବା ତ ଆମେ ସମସ୍ତଙ୍କୁ ବଞ୍ଚାଇ ପାରିବା। ଶହ ଶହ ପିମ୍ପୁଡ଼ି ଏକା ସାଙ୍ଗରେ ବାହାରିଗଲେ। କିଛି ପ୍ରଜାପତିକୁ ପିଠିରେ ଉଠାଇ ସୁରକ୍ଷିତ ସ୍ଥାନକୁ ନେଇଗଲେ। କିଛି ପିମ୍ପୁଡ଼ି ଗୁଣ୍ଡୁଚି ମୂଷା ପାଇଁ ପତ୍ରର ବିଛଣା ବନାଇଲେ ଏବଂ କିଛି ମୟୂର ଉପରୁ ପାଣି ଝାଡ଼ିବାକୁ ଲାଗିଲେ। ଜଙ୍ଗଲର ପଶୁପକ୍ଷୀ ଏ ଦୃଶ୍ୟ ଦେଖି ଚକିତ ଥିଲେ କି ଏତେ ଛୋଟ ଜୀବ ବି ଏତେ ବଡ଼ ହୃଦୟର ମାଲିକ ହୋଇପାରନ୍ତି। ଯେବେ ବର୍ଷା କମିଲା ଏବଂ ସୂର୍ଯ୍ୟ ଉଦୟ ହେଲା, ତେବେ ପ୍ରଜାପତି, ମୟୂର ଏବଂ ଗୁଣ୍ଡୁଚି ମୂଷା ଆଉ ଜଙ୍ଗଲର ସବୁ ପଶୁପକ୍ଷୀ ସେ ପିମ୍ପୁଡ଼ିକୁ ଧନ୍ୟବାଦ ଦେଲେ। ମୟୂର କହିଲା, ତୋର ଯେମିତି ସୁନ୍ଦରତା ମୁଁ ଆଜି ଯାଏ ଦେଖିନାହିଁ। ଗୁଣ୍ଡୁଚି ମୂଷା କହିଲା, ଆଜି ମୁଁ ଜାଣିପାରିଲି କି ଅସଲି ତାକତ ଦେଖାଇବାରେ ନୁହେଁ, ସେବାରେ ଥାଏ। ଏବଂ ପ୍ରଜାପତି ହସିକି କହିଲା, ତୁ ନା ଉଡ଼ିପାରୁ ନା ତ ଚମକିପାରୁ, ତଥାପି ତୁ ଆମକୁ ବଞ୍ଚାଇଲୁ, ତୁ ସବୁଠାରୁ ଉପରେ ଅଛୁ। ସେହିଦିନ ପିମ୍ପୁଡ଼ି ପ୍ରଥମ ଥର ନିଜ ପ୍ରତି ଗର୍ବ କରିବାକୁ ଲାଗିଲା। ସେ ଏଥର ଜାଣିଲା ଯେ ସେ ଯେତେ ଛୋଟ, ତାଠାରୁ 100 ଗୁଣା ଅଧିକ ମୂଲ୍ୟବାନ ଅଟେ। ଏବେ ସେ ଅନ୍ୟ ପ୍ରତି ଈର୍ଷା କରିବା ଛାଡ଼ିଦେଲା। ସେ ଏଥର ଜାଣିଯାଇଥାଏ କି ସବୁ ଜୀବ ଏ ଦୁନିଆରେ ନିଜର ଭୂମିକା ନିଭାଇଥାନ୍ତି। ଯଦି ଆମେ ନିଜର ଶକ୍ତିକୁ ଜାଣିବା ତ ଅନ୍ୟର ଜୀବନ ପରିବର୍ତ୍ତନ କରିପାରିବା। ଅନ୍ୟ ପ୍ରତି ଈର୍ଷାଭାବ ରଖିବା ଆମକୁ କମଜୋର ବନାଇଥାଏ। କିନ୍ତୁ ଯେତେବେଳେ ଆମେ ଆମ ଭିତରକୁ ଶକ୍ତିକୁ ଜାଣିଥାଉ ଏବଂ ତାର ପ୍ରୟୋଗ ଅନ୍ୟର ସାହାଯ୍ୟ ପାଇଁ କରିଥାଉ, ସେତେବେଳେ ଆମେ ସତରେ ସଭିଙ୍କ ଠାରୁ ଖାସ୍ ବନିଯାଇଥାଉ। ଛୋଟ ହେବା ଦୁର୍ବଳତା ନୁହେଁ, ଯିଏ ବଡ଼ ହୃଦୟ ରଖେ ସେ ହିଁ ବଡ଼ ହୋଇଥାଏ।